ବନ୍ଧୁ, ଯେତେବେଳେ ବିଶ୍ୱାସ ଆଉ ଅବିଶ୍ୱାସର କଥା ଆସେ ସେତେବେଳେ ମନ ଭିତରେ ଗୋଟେ ଭାବନା ବି ଆସେ। ଏଥିପାଇଁ ଭାବନାଟି ଆସେ ଯେ ବିଶ୍ୱାସ କରୁଥିବା ମଣିଷଟାକୁ ଯଦି ପଚରାଯାଏ କାଲି କାର୍ଯ୍ୟଟା ହବାର ଅଛି କି ଏ କାମଟା ହବାର ଅଛି କି, ସେତେବେଳେ ସେ ମଣିଷ ଛଳନା କରି ହଉ ବା ବାହାନା କରି ହଉ ବା ନିଜ ସ୍ୱାର୍ଥ ପାଇଁ ହଉ ଯଦି ସେ କହେ ମୁଁ କିଛି ଜାଣିନି, ତାହେଲେ ସେଇଭଳି ମଣିଷକୁ କ'ଣ କହିବା? ତା ପରବର୍ତ୍ତୀ ମୁହୂର୍ତ୍ତରେ ବା ତା ପରବର୍ତ୍ତୀ ସମୟରେ ଯେଉଁ କାମଟା ପାଇଁ ଆମେ ପଚାରିଥିବା ସେ କାମଟା ହିଁ ହେବ। ତେଣୁ ସେଭଳି ଲୋକକୁ ଆମେ କ'ଣ ବନ୍ଧୁ ବିଶ୍ୱାସ କରିବା? କହିବାର ଅର୍ଥ ହେଉଛି ସେଇଭଳି ମଣିଷକୁ ଚିହ୍ନିବା ଦରକାର, ଜାଣିବା ଦରକାର, ନହେଲେ ଆମେମାନେ ପ୍ରତି ମୁହୂର୍ତ୍ତରେ ଏମିତି ଆଘାତ ପାଇବା। ଯଦି ଆମେ ଗୋଟେ ବିଶ୍ୱସ୍ତ ପ୍ରାଣୀକୁ ଖାଇବାକୁ ଦଉଛନ୍ତି ନା, ସେ ଆମକୁ ସାରା ଜୀବନ ମନେ ରଖିବ। ଆଉ ଆମ ସୁବିଧା ଅସୁବିଧା ବେଳେ ବି ସେ ଆମ ଭଳି କଥା କହି ନ ପାରୁଥିଲେ ବି ତା କଥା ମାଧ୍ୟମରେ ସେ ଆମକୁ ଜଣେଇ ଦିଏ। ସେଇଭଳି ମଣିଷକୁ ଭଲ ଭାବରେ ଚିହ୍ନନ୍ତୁ ଆଉ ଜାଣନ୍ତୁ, ଆଉ ତାଙ୍କଠୁ ବହୁ ଦୂରରେ ରୁହନ୍ତୁ। ଯଦି ମୋ କଥାଟି ଆପଣମାନଙ୍କୁ ଭଲ ଲାଗିଥାଏ, ନିଶ୍ଚିତ କମେଣ୍ଟ ବକ୍ସରେ ଆପଣଙ୍କର ମତାମତ ରଖିବେ। ରହିଲି, ସାଇରାମ।